ମୋ ନାଁ ହେଲା ଡକ୍ଟର ଗୀତାଞ୍ଜଳି ମହାପାତ୍ର। ମୁଁ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ, ଏଠି ସୃଜନିକା ସାହିତ୍ୟ ସଂସଦର ସଭାପତି। ଆଜିର କାର୍ଯ୍ୟକ୍ରମ ତ ବହୁତ ଭଲ ହେଇଛି। ଅତିଥିମାନେ ବହୁତ ଭଲ ଭାଷଣ ଦେଇଛନ୍ତି। ନିର୍ମଳ ସୌଦ ସେ ପୁରୁଣା ସାହିତ୍ୟିକ, ଆଗରୁ ସାହିତ୍ୟ ଏକାଡେମୀର ପ୍ରତିନିଧି ଥିଲା ନୟାଗଡ଼ ପାଇଁ। ସେ ସବୁ କାମ ଠିକ୍ରେ କରେ। ଆଉ ମୋତେ ସେ ଡାକିଥିଲା ସଭାପତି ପାଇଁ। ମୁଁ ନୟାଗଡ଼ରୁ ଆସିଲି। କବିତା ପାଠ ବହୁତ ଉଚ୍ଚ କୋଟିର ହୋଇଥିଲା ଏବଂ ଯେଉଁମାନେ ବକ୍ତବ୍ୟ ରଖିଲେ ସେମାନଙ୍କର ବକ୍ତବ୍ୟ ବି ବହୁତ ଉଚ୍ଚ କୋଟିର ହୋଇଥିଲା। ଯେଉଁ ବିଜୟଲକ୍ଷ୍ମୀ ମ୍ୟାଡ଼ାମ୍ ପଢ଼ିଲେ ବନ୍ଦେ ମାତରମ୍ ଗୀତ ପଢ଼ିଲେ, ସମସ୍ତେ ତା ସାଙ୍ଗରେ ତାଳ ଦେଇ ପଢ଼ିଲେ। ସେଟା ବି ବହୁତ ନୂଆ ଧରଣର କାର୍ଯ୍ୟକ୍ରମ ହୋଇଥିଲା। ସେଟା ବହୁତ ଭଲ ଲାଗିଲା। କବି କବୟିତ୍ରୀ, ହଁ, ଏଇ କାର୍ଯ୍ୟକ୍ରମ ତ ବହୁତ ଭଲ ହେଉଛି। କବିମାନେ ଆସି ସୁନ୍ଦର ବିଷୟବସ୍ତୁଟି ନିର୍ମଳ ଦେଇଥିଲା, ତେଣୁ କବିମାନେ ଆସି ଯୋଗ ଦେଇଥିଲେ। ସୁନ୍ଦର ଭାବରେ ତାଙ୍କର କବିତା ସବୁ ଆବୃତ୍ତି କଲେ, କିଏ ବି ସ୍ୱର ଦେଇକରି ଗାଇଥିଲେ। ଆଉ ସବୁ ଜିନିଷ ବହୁତ ଭଲ ଲାଗିଲା। ଡକ୍ଟର ମିହିର ପଟ୍ଟନାୟକ, ସଂସ୍କୃତି ଗବେଷକ ଏବଂ ପରିବେଶବିତ୍। ଆମେ ତ ନିଶ୍ଚିତ ଭାବରେ ଖୁସି। ଆଉ ନିର୍ମଳ ବାବୁ ତାଙ୍କର ପରମ୍ପରା ଥିଲା, ଆଗରୁ ଗୋଟେ ସାହିତ୍ୟ ଅନୁଷ୍ଠାନ ପରମ୍ପରା ଥିଲା ଏବଂ ଏଠିକି ବୋଧେ ମୁଁ 2008ରେ ଶେଷ ଥର ପାଇଁ ଆସିଥିଲି। ଆଉ ଇ ନୟାଗଡ଼ ମାଟି ଇଏ ହେଉଛି ଗୋଟେ ଅନନ୍ୟ ଏବଂ ଏଠିକି ପହଞ୍ଚିଗଲେ ଏଠି ଆଧ୍ୟାତ୍ମିକତା ଏବଂ ସାହିତ୍ୟିକ ମନୋବୃତ୍ତିର ଯେ ଉନ୍ମେଷ ସେଇଟା ସୃଷ୍ଟି ହୋଇଥାଏ। ସେଥିପାଇଁ ଏ ମାଟି ହେଉଛି ଅନନ୍ୟ। ସେଥିପାଇଁ ଆଜି ଆମେ ନିଶ୍ଚିତ ଭାବରେ ଖୁସି। ଆଉ ସୃଜନିକା ମାଧ୍ୟମରେ ଆଜି ନିର୍ମଳ ବାବୁ ତାର ତୃତୀୟ ସ୍ୱନକ୍ଷତ୍ର ଦିବସରେ ରାଜ୍ୟସ୍ତରୀୟ କବିତା ପାଠ୍ୟୋତ୍ସବ ଆଉ ଯେଉଁ ଆଲୋଚନା ରଖିଛନ୍ତି, এই ଆଲୋଚନା ନିଶ୍ଚିତ ଭାବରେ ସ୍ୱାଗତ ଯୋଗ୍ୟ। এই ଆଲୋଚନା ହେଉଛି ଯେ ଆମର ଯେଉଁ ବନ୍ଦେ ମାତରମ୍ ତାର 150 ବର୍ଷ ପୂର୍ତ୍ତି ନଭେମ୍ବର 7ରେ ହେଇଛି ଏବଂ ସେଥିପାଇଁ ରାଜ୍ୟ ସରକାର, ଏଇ ଯେଉଁ କେନ୍ଦ୍ର ସରକାର, ରାଜ୍ୟ ସରକାର ସ୍ଥିର କରିଛନ୍ତି ଏ ବର୍ଷ ସାରା এই କାର୍ଯ୍ୟକ୍ରମ ଲାଗି ରହିବ ଏବଂ এই କାର୍ଯ୍ୟକ୍ରମ ଆରମ୍ଭ ହେଇଛି ନଭେମ୍ବର 7 ତାରିଖରୁ ଏବଂ ଏହାର ପରିସମାପ୍ତି ହେବ ମଧ୍ୟ ସେଇ ନଭେମ୍ବର 7 ତାରିଖରେ ପରିସମାପ୍ତି ହେବ 2026 ମସିହା। ସେଥିପାଇଁ ସେ କାର୍ଯ୍ୟକ୍ରମକୁ ସହିତ ତାଳ ଦେଇ ଆଜି ଯେଉଁ କାର୍ଯ୍ୟକ୍ରମ ନିର୍ମଳ ବାବୁ ଏଠି ଆରମ୍ଭ କରିଛନ୍ତି, ଆମେ ନିଶ୍ଚିତ ଭାବରେ ସମସ୍ତେ ଖୁସି। ଆମକୁ ଡାକିଛନ୍ତି ଏବଂ ଆପଣମାନେ ମଧ୍ୟ ସମସ୍ତେ ଅଛନ୍ତି। ଆଜି ନୟାଗଡ଼ର ସମସ୍ତ ବୁଦ୍ଧିଜୀବୀ, ସାହିତ୍ୟିକ ସମସ୍ତେ ଅଛନ୍ତି ଏବଂ ଏଇଟା ଗୋଟେ ସୁନ୍ଦର ପରିବେଶ ଭିତରେ এই କାର୍ଯ୍ୟକ୍ରମ ଆଜି ବ୍ରଜେନ୍ଦ୍ର ହାଇସ୍କୁଲରେ ସମାହିତ ହେଉଛି। ସେଥିପାଇଁ ବହୁତ ଭଲ। ମୋର ପରିଚୟ ହେଲା, ମୁଁ ହେଉଛି ଡକ୍ଟର ନିର୍ମଳ ଚନ୍ଦ୍ର ସୂର୍ଯ୍ୟ, ପରମ୍ପରାର ସମ୍ପାଦକ ଏବଂ ସୃଜନିକାର ମଧ୍ୟ ସଚିବ ଏବଂ ନୟାଗଡ଼ ପୁରୁଣା ସହରରେ ମୋର ଘର। ଆମର ଆଜି ହେଉଛି ପ୍ରଧାନତଃ ହେଲା ଆମର ସୃଜନିକାର ତୃତୀୟ ବାର୍ଷିକ ସ୍ୱର୍ଣ୍ଣକ୍ଷେତ୍ର ଉତ୍ସବ। ତା ସହିତ ଆମେ ଚିନ୍ତା କଲୁ, ଯେହେତୁ ବନ୍ଦେ ମାତରମର 150 ବର୍ଷ ପୂର୍ତ୍ତି ପାଳନ ଚାଲିଛି, ଏଣୁ ଆମେ ଏଥି ସହିତ ବନ୍ଦେ ମାତରମର ମଧ୍ୟ 150 ବର୍ଷ ପୂର୍ତ୍ତି ପାଳନ କରିଛୁ। ରାଜ୍ୟରୁ ବହୁତ କବି ଆସିଥିଲେ। କବି ଓ କବୟିତ୍ରୀମାନେ ସେମାନେ ଜାତୀୟତାବୋଧକ କବିତା ପାଠ କଲେ ଏବଂ ଯେଉଁ ଅତିଥିମାନେ ଆସିଥିଲେ, ଆମର ଡକ୍ଟର ମିହିର ପଟ୍ଟନାୟକ, ପ୍ରବୀର ମହାନ୍ତି ଏବଂ ଅନ୍ୟାନ୍ୟମାନେ ଯେଉଁ ଅତିଥିମାନେ ଆସିଥିଲେ, ସେମାନେ ମଧ୍ୟ ସେଇ ବନ୍ଦେ ମାତରମର ସଫଳତା ଉପରେ ବକ୍ତବ୍ୟ ରଖିଥିଲେ। ବନ୍ଦେ ମାତରମ୍ କିପରି ଆମର ଯେଉଁ ସଂଗ୍ରାମୀ ମହାପୁରୁଷମାନେ ଥିଲେ ସ୍ୱାଧୀନତା ପର୍ବରେ, ସେମାନଙ୍କର ବିଷୟରେ ଗୁଣକୀର୍ତ୍ତନ ମଧ୍ୟ କଲେ ଏବଂ ଏହି ଅବସରରେ ଆମେ କିଛି ପ୍ରତିଭାଧାରୀମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଥିଲୁ। ଆମର ଆଜିର କାର୍ଯ୍ୟକ୍ରମ ମାନେ ଏପରି ଭାବରେ ପାଳନ କରାଯାଇଛି, ଯାହା ଆମେ ଅନୁଭବ କରୁଛୁ ବନ୍ଦେ ମାତରମର ଯଥାର୍ଥରେ ଆମେ 150 ବର୍ଷର ପୂର୍ତ୍ତି ପାଳନ କରିଛୁ ଏବଂ ଏଥିରେ ଆମର ସମସ୍ତ କବି କବୟିତ୍ରୀମାନଙ୍କର ସହଯୋଗ ସେଥିପାଇଁ ଧନ୍ୟ ଥିଲା।